नमो भगवते वासुदेवाय। श्रीमद्भागवत दशम स्कंध 29 अध्याय। शुक उवाच शुण परीक्ष राज ऋषि नंद जे कले एकादशी पूजा कराई चक्रधर रात्रे होइले उजागर उच्छुर पारणार बेला यमुना रात्र थाऊ गला वरुण राजा ताहा जानी दूत पेशिला परिमाणी बोलई आण हो नंद को एठारे देखिबा कृष्ण को आज्ञा प्रमाणे दूत गले यमुना जले लुचि थिले हेमंत समय रे नंद यमुना स्नाने आनंद ढाल कठौ वस्त्र कूले थोई पशिला जाई जले वरुण दूते लुचि थिले नंद को जाई न धइले नंद बोलई नाही दोष काहा को कली अबा किस किंपाई धरी निय मोते जानिले जीवई परते गोविंद मोहर तनय धन को मोर नाही भय जेते लोड़ीब धन देवी दोष कहिले मु जानिबी नंदर बोल न शुणिले दूते जे धरी घेनी गले नंदर धरिबेनी कर मिलिले वरुण छामुर देखी वरुण तोष होई नंदंकु आसने बसाई हरि हरि बोल बोलई निस्तरिली आज एबे देखिबा देवराज अनेक पूजासन मान नंदंकु करई वरुण पूजा गौरवे नंदर ही एणे आदित्य उदय होई अमृत पाक जे संपाई जसोदा छंती बाट चाही अपार होइलाणी बेळ रंधन होइला शीतल मन वचने जसोबंती जेसने अनाए जुबती बारता न पाइले जहूँ मन चंचल कले तहूँ एबे हे नईलेटी नंद कियबा पड़िला प्रमाद नंदर कला जेते गुण सुमरी करई कारुण्य नंद को न देखी गोपाळे कालिंदी निकटे मिलिले स्नान शकुन देखी कूले खोजंती जाई जलस्थले न देखी अति शोक भरे कहिले जसोदा आगरे जसोदा शुणी मोहगला निचेष्टे भूमि रे सोईला गोपीए मिलिले तुरीते तोली धइले कृष्ण माते उठी लोड़ंती जसोबंती रोदंती गोकुल जुवती उच्चे रोदंती गोपपुर नंदकु गिलिला कुंभीर गोपाळे धाई खरतरे कहिले गोविंद छामुरे शुणी चकित भावग्राही कहंती रामंकु अनाई
ପିତାଙ୍କୁ ନେଇଛି ବରୁଣ ପୂଜିବ ମୋହର ଚରଣ। ଏମନ୍ତେ ଧାଇଁ ବେନି ଭାଇ ଯମୁନା ତଟେ ହେଲେ ଯାଇ ଦେଖି ଧାମନ୍ତି ଯଶୋବନ୍ତୀ ଯେସନେ ଅନାଥ ଯୁବତୀ। ନନ୍ଦର କଲା ଯେତେ ଗୁଣ ସୁମରି କରଇ କାରୁଣ୍ୟ ବୋଲଇ କୃଷ୍ଣ ମୁଖ ଚାହିଁ ଅନାଥ ହୋଇଲି ତମୁହିଁ। କୃଷ୍ଣ କହନ୍ତି ଶୁଣ ମାତ ଏକ୍ଷଣି ଆଣିବି ମୁଁ ତାତ। ଏଥକୁ କାନ୍ଦ କାହିଁ ପାଇଁ ମୁହିଁ ଆଣିବି ତାତ ଯାଇ। ରାମଙ୍କୁ ବୋଲନ୍ତି ଅଚ୍ୟୁତ ତୁ ସ୍ୱାମୀ ରହିଥାଅ ଏଥ। ମୁହିଁ ପିତାଙ୍କୁ ଆଣେ ଯାଇ ବୋଲନ୍ତି ବ୍ରହ୍ମାଣ୍ଡ ଗୋସାଇଁ। ସମସ୍ତେ ଯାଅ ନିଜ ଘରେ କହି ଚଳିଲେ କୃଷ୍ଣ ଖରେ। ହରି ହରି ବୋଲ। ବରୁଣପୁରେ ଦଇତାରି ମିଳିଲେ ନିଜ ରୂପ ଧରି। ଦେଖି ସାନନ୍ଦ ଜଳ ରାଜା କୃଷ୍ଣ ଚରଣେ କଲା ପୂଜା। ବିବିଧ ମତେ ଉପହାର ଜାଣଇ ପୂଜାର ବ୍ୟବହାର। ଅନେକ ମଣି ରତ୍ନ ଦେଇ ପୂଜା କରଇ ଜଳ ସାଇଁ। ବନ୍ଦଇ କୃଷ୍ଣର ଚରଣେ କୁଟୁମ୍ବ ଘେନି ପ୍ରଦକ୍ଷିଣେ। ପୂଜି ପଡ଼ିଲା କୃଷ୍ଣ ପାଦେ ବୋଲଇ ଶୋକ ଗଦ ଗଦେ। ଆଜ ଜୀବନ ମୋର ଧନ୍ୟ ଦେଖିଲି ପ୍ରଭୁ ନିରଞ୍ଜନ। ସୁତ କୁଟୁମ୍ବ ଘର ଦ୍ୱାର ପବିତ୍ର ହୋଇଲା ମୋହର। ଯାହାର ପାଦ ରଜ ପାଇ ଜନ୍ମ ମରଣ ଭୟ ନାହିଁ। ବ୍ରହ୍ମା ଶଙ୍କର ଯାର ନିତେ ନାମ ଜପନ୍ତି ହୃଦଗତେ। ତୋହର ପାଦେ ଧ୍ୟାନ କରି ସୁଖେ ତରନ୍ତି ଭବ ବାରି। ଅରୂପ ରୂପ ରାଶି ହୋଇ ମନୁଷ୍ୟ ଦେହେ ବେନି ଭାଇ। ଯେ ରୂପ ଦେଖିବାର ପାଇଁ ନିରତେ ହୃଦରେ ଗୁଣଇ। ବିଚାରେ ନନ୍ଦକୁ ଆଣିବି ଗୋବିନ୍ଦ ଚରଣେ ପୂଜିବି। ଭୋଦେବ ବାଞ୍ଛା କଳ୍ପତରୁ ତୋର ମହିମା ମହାମେରୁ। ଯେ ଯାହା ମନେ ତହିଁ ବାଞ୍ଛି ତୁ ତାହା ଦେଉ ଶିରି ବଛି। ମୋହର ମନ ବାଞ୍ଛା ପୁରୀ ଚରଣେ ଦେଖିଲି ମୁରାରି। ଭୋନାଥ ଗର୍ବ ବହି ମୁହିଁ ତୋର ପିତାକୁ ଆଣିଲଇଁ। ତୋତେ ଦେଖିବା ମୋର ସଧ ଭୋନାଥ କଲି ଅପରାଧ। କ୍ଷମା ସାଗର ନର ହରି ଶରଣ ସୋଦର ମୁରାରି। ବରୁଣେ ଚାହିଁଣ ଶ୍ରୀବତ୍ସି ବୋଇଲେ ତାତ କାହିଁ ଅଛି। ଶୁଣି ସାନନ୍ଦ ଜଳପତି ନନ୍ଦକୁ ଆଣିଲା ତଡ଼ତି। ବୋଇଲେ ଶିରେ ଦେଇ କର ଭୋନାଥ ନିୟ ତୋ ପିଅର। ବରୁଣ ଭାବ ହୃଦେ ଘେନି ଦାସ ବତ୍ସଳ ଅନ୍ତର୍ଯ୍ୟାମୀ। ନନ୍ଦର କରେ ଦେଇ ହସ୍ତ ଗୋପେ ମିଳିଲେ ଗୋପୀନାଥ। ଗୋପାଳେ ଦେଖିଣ ହରସ ଆସି ମିଳିଲେ ନନ୍ଦ ପାଶ। ନନ୍ଦକୁ ପୁଛନ୍ତି ବାରତା ଯଶୋଦା ଛାଡ଼ିଲା କ ଚିନ୍ତା। ନନ୍ଦ ବୋଲଇ ମୋତେ ହରି ନେଲା ଯେ ଜଳ ଅଧିକାରୀ। ଦେଖିଲା କୃଷ୍ଣର ବଦନ ଆଣି ସମର୍ପିତ ତକ୍ଷଣ। ଗୋପେ ବୋଲନ୍ତି ତାହା ଶୁଣି ନନ୍ଦ ବଚନ ପରିମାଣି। ବୋଲନ୍ତି ବରୁଣ ଯେ ନେଲା କୃଷ୍ଣଙ୍କୁ ଦେଖି ଛାଡ଼ିଦେଲା। ନୋହିଲେ ମରନ୍ତା ପିଅର ଭାଗ୍ୟ ଦିଶିଲା ଗୋପପୁର। ନନ୍ଦ ଆନନ୍ଦ ମନ ହୋଇ ବୋଲନ୍ତି ଗୋପାଳଙ୍କୁ ଚାହିଁ। ଦେଖିଲି ବରୁଣ ଭୁବନ ନିର୍ମଳ ହୋଇଲା ନୟନ। ଗୋପେ ବୋଲନ୍ତି ତାହା ଶୁଣି ନନ୍ଦ ବଚନ ମନ
ମନେ ଗୁଣି ତୁ ଭାଗ୍ୟବନ୍ତ ଗୋପବୀର ଯାର କୁମର ଦାମୋଦର ଆମ୍ଭେ ଦେଖିବୁ ତାହା କାଇଁ ମର୍ତ୍ତେ ମାନବ ଦେହ ବହି ଆମ୍ଭର ଗତି ତୋ କୁମର ଗୋକୁଳ ଶରଣ ତାହାର ଗୋପୀଙ୍କ ମନ କୃଷ୍ଣ ଜାଣି ମାୟା ମୋହିଲେ ଚକ୍ର ପାଣି ବୁଲନ୍ତି ଜୀବର ବ୍ୟବହାର ଭ୍ରମଇ ମାୟା ଜଡ଼ ଘୋର ଆପଣା ଗତି ନ ଜାଣଇ ନାନା ଯୋନିରେ ଦେହ ବହି ଗୋପେ ମୋ ସଙ୍ଗେ ଭାବ କଲେ ଏହାଙ୍କୁ ଦେଖାଇବି ଭଲେ ତକ୍ଷଣେ ଦେଖାଇଲେ ନେଇ ବରୁଣ ପୁର ଭାବଗ୍ରାହୀ ପୁଣି ଦେଖାଇ ନିଜ ପୁର ଯେ ବୈକୁଣ୍ଠର ବ୍ୟବହାର ଅନନ୍ତ ସତ୍ୟ ଜ୍ଞାନ ଜ୍ୟୋତି ବ୍ରହ୍ମା ଶଙ୍କର ଯାହା ଚିନ୍ତି ଗୋପ ଗୋପାଳେ କରି ଦୟା ମାୟାରେ ଦେଖାଇଲେ ତାହା ମାୟା ଛାଡ଼ିଲେ ଭଗବାନ ଗୋପାଳେ ପାଇଲେ ଚେତନ ଶୁଣ ପରୀକ୍ଷ ପୁଣ୍ୟ ଦେହା ଅକ୍ରୂର ଦେଖିବଟି ତାହା ଚେତନା ପାଇଲେ ଗୋପାଳେ ଆନନ୍ଦେ କୃଷ୍ଣ କଲେ କୋଳେ ହରି ମହିମା ଗୋପେ ଦେଖି ଆନନ୍ଦେ ନୟନ ନିରେଖି ଚକିତେ ନିଜ ପୁରେ ଯାଇ କହନ୍ତି ଗୋପୀଙ୍କି ବସାଇ ସେ ଗୋପୀ ଗୋପାଳଙ୍କ ପାଏ ସୁଜନ ଜନକର ଲଏ କୃଷ୍ଣ କରିବେ ମୋତେ ତ୍ରାହି କୃଷ୍ଣ ହୁଁ ଅନ୍ୟ ଗତି ନାହିଁ କୃଷ୍ଣ ଚରଣେ ଅବିରତ ନମଇ ଦାସ ଜଗନ୍ନାଥ ଭାବେ କୃଷ୍ଣ ଚରଣେ ଅବିରତ ଭାବେ ନମଇ ଦାସ ଜଗନ୍ନାଥ ହରି ହରି ବୋଲ। इति श्रीमद्भागवते महापुराणे पारमहंस्यां संहितायां दशमस्कन्धे नन्दबन्दी मोक्षणे नाम 29 अध्याय।